ମାନେ ଆଜି ଆମେ ଯାଉଛୁ ଗୋଟେ ଜନ୍ମଦିନକୁ ଏତିକି ଆମର ପିକ୍ଚର। ଆରେ ସବୁ କୁଆଡ଼େ ବାହାରିଲଣି? ଆଜି ତମ ଘରେ ଖାଇବା ପିଇବା ନାହିଁ କି? ଆରେ ବୁଆ ଶାଶୁ ଆଉ ବୋହୂ ଗଲା ମୋ ପଡ଼ୋଶୀଙ୍କ ଝିଅର ଫାଷ୍ଟ ବାର୍ଥଡେକୁ। ମୁଁ ବି ଯାଉଛି ମ। ଚାଲୁନ ଚାଲୁନ। ଖରା ଜୋର ବହୁତ ଜୋରେ ହଉଛି। ଆରେ ଏଇ ଦେଖୁନା ମୋର ଝିଅ ମୋର ସାଙ୍ଗେ ସାଙ୍ଗେ ବାହାରିଲା। ଆମେ ବାପା ଆଉ ଝିଅ ଗାଡ଼ି ଗଲୁ। ତମେ ମାନେ ଆସୁନ ଚାଲିକି ଆସ। ବୁଆ ଖରା ବହୁତ ଜୋରେ ପଡୁଛି ମ। ଦେଖୁନ ଦେଖୁନ 1 2 3 4 5 ଜଣ ଯାଉଛନ୍ତି। ଆରେ ଜଲ୍ଦି ଆସ ନହେଲେ ଭୋଜି ସରିଯିବା। ଏଇ ତ ପାର୍ଟି ଜାୟଗା। ଆମେ ମନ୍ଦିର ପାଖରେ ପହଞ୍ଚି ଗଲୁନ। ଚାଲ ଯିବା ଭିତରକୁ ଯିବା। ଶୀଘ୍ର ଚାଲ ନହେଲେ ଭୋଜି ସରିଯିବା। ଆମେ କଣ ଖାଇବା? ଦିନ 2ଟା ହୋଇଗଲାଣି। ଏବେ ସବୁ ଆସୁଛୁ। ହଉ ଚାଲ ଶୀଘ୍ର ଯିବା ଭିତରକୁ। ମୋ ଝିଅ ମୋର ଚାଲୁ। ଏ ବୁଆ ଏଠି ପିଲାମାନେ ଖେଳିବା ଜାଗା ପଡ଼ିଛି। ମୋର ଝିଅ ବି ଟିକେ ବାହାରିଲା ଖେଳିବା ପାଇଁ। ଭୋକ ଜୋରେ ହେଲାଣି। ମୂଷା ବୁଲିଲାଣି ପେଟ ଭିତରେ। ଏଠି ଟିକେ ଏପଟ ସେପଟ ହେଇ ଛୋଟ ଝିଅଟି ବି କାନ୍ଦିଲାଣି। ଗରମ ବି ଜୋର ପଡୁଛି ନା, ତାକୁ ବି ଗରମ ଲାଗୁଛି। ଏସବୁ ଏତେ ଲୋକ ଭିତରେ। ଆରେ ଦେଖୁନା ମା ଝିଅ ଚାଲୁନ ଖାଇବା ପାଇଁ। ମୋ ଝିଅ ଆଉ କିଛି ଖାଇବନି। ଆଇସ୍କ୍ରିମ ନହେଲେ କେକ୍। ଏ ଖାଦ୍ୟ ତ ଆସିଗଲା। ଏଥରକ ଆମେ ଯିବା ଖାଇଦବା। ନହେଲେ ଆଉ ରକ୍ଷା ନାହିଁ ତ। ପେଟରେ ମୂଷା ବୁଲିକି ପାଗଳା କରିସାରିଲାଣି। ଚାଲ ଖାଇଦବା ଭାତ ଡାଲି ତାପରେ ବୁଟ। କି ପାଟି ତ ଲାଳ ଗଡିଲାଣି ଗୁପଚୁପ ଦେଖି। ଚାଲ ଟିକେ ଗୁପଚୁପ ଖାଇବା। ଏଠି ଯଦି ନିର୍ବନ୍ଧ କି ବାର୍ଥଡେ ପାର୍ଟି କରିବାକୁ ଚାହୁଁଛନ୍ତି ତାହେଲେ ଖାରବେଳ ନଗର ୟୁନିଟ 3 ପ୍ରେସ୍ କଲୋନୀ। ଭଲ କି ମନେ ରଖନ୍ତୁ, ୟୁନିଟ 3 ପ୍ରେସ୍ କଲୋନୀ ଖାରବେଳ ନଗର। ଆସିକି ଆପଣ ମାନେ ବୁଝିପାରିବେ। ଖାଇସାରିବା ପରେ ଟିକେ ଏପଟ ସେପଟ ହେଇ ଏଠି ଯୋଉ ଆପଣ ମାନେ ଦେଖୁଛନ୍ତି ମନ୍ଦିର ଭିତରେ ମନ୍ଦିର ଭିତରେ ସବୁ ହଉଟା ହଉଛି ମ। ବାହାଘର ହବା, ନିର୍ବନ୍ଧ ହବା, ଜନ୍ମଦିନ ହବା ସବୁ ହଉଛି। ଆପଣ ମାନେ ଯେତେବେଳେ ଆସିଲେ ବି ଏଠି କରିପାରିବା। କିଛି ଅସୁବିଧା ନାହିଁ। ସବୁ ପ୍ରକାର ବ୍ୟବସ୍ଥା ଭିତରେ ରହିଅଛି। ପାର୍ଟି ଠାରୁ ଆରମ୍ଭ କରି ଜନ୍ମଦିନ ସବୁ ପର୍ଯ୍ୟନ୍ତ ଏଠି ସବୁ ପାର୍ଟି ପର୍ଯ୍ୟନ୍ତ ଏଠି ହଉଛି। ସବୁ ବ୍ୟବସ୍ଥା ବି ଏଠି ଅଛି। ଆସନ୍ତୁ କରିବା। ତାପରେ ପୁଣି ମୋ ଝିଅ ଟିକେ ଖାଇସାରିଲା ପରେ ପୁଣି ଖେଳିବାକୁ ଲାଗିଲା। ତା ତ ଏଇ ଖେଳ ହେଲେ ତାର ତ ବଢିଆ ଆଉ। ଦେଖୁନାହାନ୍ତି କେମିତି ଉପରକୁ ଚଢୁଛି। କିନ୍ତୁ ତା ଉପରକୁ ଖସିଲା ବେଳକୁ ତାକୁ ଟିକେ ଡର ଲାଗେ। ଦେଖୁନା କେମିତି ଖସୁଛି। ସେ ଖସିବା ପାଇଁ ପ୍ରମ୍ ନାହିଁ, କିନ୍ତୁ ଉପରକୁ ଚଢିବ ଏମିତି ପିଲାମାନଙ୍କ ସହିତ ବସି ଖେଳିବ। ଟିକେ ଖେଳି ତାପରେ ଆମେ ଚାଲିଲୁ ପୁଣି ଆଇସ୍କ୍ରିମ ଟିକେ ଖାଇବା ପାଇଁ। କହିନଥିଲି ମୋ ଝିଅ ଆଇସ୍କ୍ରିମ ଟିକେ ଖାଇବ ଆଉ କେକ୍ ଟିକେ ଖାଇବ। ନହେଲେ ତାର ଆଉ କିଛି ନାହିଁ। ପୁଣି ଘରେ ଆସିକି ଭାତ ଖାଇବ। ତା ସିଷ୍ଟମ ସବୁ ଏଇଆ। ସବୁ ଟିକେ କଥାବାର୍ତ୍ତା ହେଇ ତାପରେ ବାହାରିଲେ ଘରକୁ। ମେନ୍ ଜିନିଷ ତାର ନେଇଯାଇଛୁ। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ। କେଉଁଠି କିଛି ଭୁଲ ଥିଲେ କମେଣ୍ଟ ମାଧ୍ୟମରେ ଜଣାଇବେ। ଖାଇବା ପିଇବା ସବୁ ସରିଗଲା। ଏଥରକ ଆମେ ଯିବା ଘରକୁ। ନାଇଁ ପୁଣି ମନ ବୁଝିଲାନି। ଯିବା ପୁଣି ଟିକେ ଆଇସ୍କ୍ରିମ ଆଣିବା ଏଇଠି। ନାଇଁ ଆଇସ୍କ୍ରିମ ଆସିଛି ନା। ହଁ ଆଇସ୍କ୍ରିମ ପାଇଁ ଯାଇଛି ମୋର ବୋଉ। ଆଇସ୍କ୍ରିମ ଟିକେ ଆଣିଲେ ଆଇସ୍କ୍ରିମ ଖାଇ ଖାଇ ଘରକୁ ଯିବେ। ଏଇ ଜାଗାଟା ତ ଏଇ ଆସିଗଲେ ଖାଇ ଖାଇକି ଆଇସ୍କ୍ରିମ। ମୋ ବୋଉ ତ ଖାଉନି ଆଇସ୍କ୍ରିମ। ମୋ ସ୍ତ୍ରୀର ମୋ ଝିଅର ଖାଇ ଖାଇକି ଆସୁଛନ୍ତି।
ଦେଖା ହେଲା ଆମ କାର୍ତ୍ତିକ ସହିତ। କିଛି କଥାବାର୍ତ୍ତା ହେଇ ମୋ ଝିଅ ଚାଲିଲେ ତାପରେ ଆମ ଘରକୁ ଯାଏ।